ଚଳିତ ବର୍ଷ ପ୍ରଭୁ ଶ୍ରୀ ଲକ୍ଷ୍ମୀନରସିଂହନାଥ ଠାକୁରଙ୍କର ଯାତ୍ରା ପରିଚାଳନା କମିଟି ଜିରିଙ୍ଗପଡ଼ା ତରଫରୁ ଚୟନ ହୋଇ ସରିଛି। ସର୍ବସମ୍ମତି କ୍ରମେ ଏହି ଯାତ୍ରାରେ ନେତୃତ୍ୱ ନେବେ ଯିଏ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ବୈଦ୍ୟନାଥ ନାୟକ, ଉପସଭାପତି ଭାବରେ ନିରଞ୍ଜନ ନାୟକ, କାର୍ଯ୍ୟକାରୀ ସଭାପତି ଶିବଶଙ୍କର ବେହେରା, ସାଧାରଣ ସମ୍ପାଦକ ଦାରୁଣ ବେହେରା, ସମ୍ପାଦକ ମନୋଜ କହର, ସହ ସମ୍ପାଦକ ବୈଦ୍ୟନାଥ ବେହେରା, ଅର୍ଥ ସମ୍ପାଦକ ଅଶ୍ବିନୀ ନାୟକ, ସଂଯୋଜକ କରମ ବେହେରା, ସାଂସ୍କୃତିକ ସମ୍ପାଦକ ସଞ୍ଜୀବ ସାହାଣୀ, ସହ ଶାସକ ସୁଶାନ୍ତ ନାୟକ, କୋଷାଧ୍ୟକ୍ଷ ମଣ୍ଟୁ ବେହେରା ଏବଂ ଉପଦେଷ୍ଟା ହିସାବରେ ଅଛନ୍ତି ସୁଜିତ ବେହେରା, ପାର୍ଥ ସାରଥୀ ବିଶ୍ୱାଳ, ରମେଶ ଚନ୍ଦ୍ର ମହାନ୍ତି, ବିକ୍ରମ ବେହେରା, ପଙ୍କଜ ବେହେରା, ଦିନେଶ ବେହେରା ଏମାନଙ୍କର ନେତୃତ୍ୱରେ ଆଗାମୀ ଶ୍ରୀ ଶ୍ରୀ ଲକ୍ଷ୍ମୀନରସିଂହନାଥ ଠାକୁରଙ୍କର ଯାତ୍ରା ପରିଚାଳିତ ହେବ ବୋଲି ଆମେ ଆଶା ଆଉ ବିଶ୍ୱାସ କରୁଛୁ। ଏହି ଯାତ୍ରା ଆଗାମୀ ମେ ମାସ 11 ତାରିଖ ଠାରୁ ଆରମ୍ଭ ହୋଇ ସମ୍ଭବତଃ ଏଇଟା ଦୀର୍ଘ 15 ଦିନ ହବ ବୋଲି କମିଟି ସ୍ଥିର କରିଛି। ପରବର୍ତ୍ତୀ ଆମର କାର୍ଯ୍ୟକାରୀ କମିଟି ବସିଲା ପରେ ତାର ସମ୍ପୂର୍ଣ୍ଣ ତାରିଖ ମୁଁ ଗଣମାଧ୍ୟମ ଜଣେଇକି ଅନୁରୋଧ କରୁଛି। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ଲକ୍ଷ୍ମୀନରସିଂହନାଥ ଠାକୁରଙ୍କର 26ତମ ଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରା ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଶ୍ରୀ ଶ୍ରୀ ଲକ୍ଷ୍ମୀନରସିଂହନାଥ ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ଚୟନ ହୋଇଛି। ଏହି କର୍ମକର୍ତ୍ତା ମାନଙ୍କ ମଧ୍ୟରେ ମୁଁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଯେତିକି ମନୋନୀତ ହୋଇଛି, ତତ୍ସହିତ ଆଉ ଯେଉଁ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଛନ୍ତି, ମନୋନୀତ ହୋଇଛନ୍ତି, ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଏବଂ ଆମର ଯେଉଁମାନେ ଉପଦେଷ୍ଟା ଅଛନ୍ତି ସେମାନଙ୍କର ସହଯୋଗ, ସେମାନଙ୍କର ଆଦେଶକୁ ନେଇ ଏ ଯାତ୍ରା କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହ ଏବେ ଆମ ସାଧାରଣ ସମ୍ପାଦକ ଯେଉଁ କହୁଥିଲେ ଯେ ଯାତ୍ରା ଆମର 15 ଦିନ ଧରି ଅନୁଷ୍ଠିତ ହବ, ହେଲେ ଆମେ ସମସ୍ତଙ୍କର ସହଯୋଗ ହେଲେ 15 ଦିନ ଧରି ଯାତ୍ରା ଅନୁଷ୍ଠିତ ହବ, ଶାନ୍ତି ଶୃଙ୍ଖଳାର ସହିତ ହବ, ଆଉ ସମସ୍ତଙ୍କର ସହଯୋଗରେ ଏ ଯାତ୍ରା ସୁରୁଖୁରୁରେ ହବ ବୋଲି ମୁଁ ମୋର ମତ ସାବ୍ୟସ୍ତ କରୁଛି।